बौद्ध रथखोलारे अभंगा रथ उपरे तिनि ठाकुरଙ୍କ सुनावेश अनुष्ठित हो जाइछे। प्रभु जगन्नाथ बड़ भाई बलभद्र और देवी सुभद्रा सुनावेशरे भक्तों दर्शन देइथिले। हजार हजार भक्त भगवान को सुनावेश दर्शन करी निजको धन्य मने करिथिले। तेबे रथखोलारे हरिगुड़ी मंदिरर तिनि ठाकुर रथ उपरे भक्तों फूलवेशरे दर्शन देइथिले। ଏହି ଅବସରରେ ବୌଦ୍ଧ ସଂଗୀତାୟନ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରୁ ଭଗବାନଙ୍କ ଦର୍ଶନ ପାଇଁ ସମ୍ମିଳିତ ହୋଇଥିବା ଜଗନ୍ନାଥ ପ୍ରେମୀ ଭକ୍ତଗଣ ଗାୟକ ଗାୟିକାମାନଙ୍କ ସୁମଧୁର କଣ୍ଠରୁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତିପୂତ ଭଜନ ଓ ଜଣାଣ ଶ୍ରବଣ କରି ନିଜକୁ କୃତକୃତ୍ୟ ମନେ କରିଥିଲେ। ଏହି ଅବସରରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ପ୍ରମୁଖ ରଥାରୂଢ଼ ତିନି ଠାକୁରଙ୍କ ସୁନାବେଶ ଦର୍ଶନ କରିବା ସହ ଭଜନ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ପଣ୍ଡା ଓ ସମ୍ମାନିତ ଅତିଥିମାନେ ନବଦିନାତ୍ମକ ଘୋଷଯାତ୍ରାରେ ବେଦପାଠ କରି ସୁଚାରୁ ରୂପେ ଭଗବାନଙ୍କ ନୀତିକାନ୍ତି କରି ଘୋଷଯାତ୍ରାକୁ ସଫଳ କରିଥିବା ବ୍ରାହ୍ମଣ ଗୋସାଇଙ୍କୁ ଉପଢୌକନ ଓ ତିନି ଠାକୁରଙ୍କ ଫଟୋଚିତ୍ର ଦେଇ ସମ୍ମାନିତ କରିଥିଲେ ଏବଂ ବୌଦ୍ଧ ଆଦର୍ଶ ଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବୌଦ୍ଧରୁ ଜୟାନନ୍ଦ ମିଶ୍ରଙ୍କ ରିପୋର୍ଟ, ଖବର ଓଡ଼ିଶା।